ଏକ ଜଙ୍ଗଲରେ ଗଛ ପତ୍ର ଏବଂ ଫୁଲର ଫିଙ୍ଗୁଣ ଭିତରେ ରହୁଥିବା ପଶୁମାନେ ସେମାନେ ଭାବିଲେ ଯେ ଏକ ପିକନିକ ମନାଇବା ଦ୍ୱାରା ସମସ୍ତେ ମଜା କରିପାରିବେ। ସ୍ୱାପନ ସାରା ହାତୀ ପିକନିକର ଅନୁଷ୍ଠାନ କରିବାର ଦାୟିତ୍ୱ ନେଲେ। ଗରଟ ମାଘ ପତ୍ରରେ ତାରେ ଦାବି ଦେଲେ ଯେ ସେ ଖାଦ୍ୟ ବନାଇବ। ନିଆଳ ମଣ୍ଡାର କହିଲା ଯେ ସେ ଗୀତ ଗାଇବା ଦ୍ୱାରା ମନୋରଞ୍ଜନ କରିବ। ଜିରାଫ କହିଲା ସେ ଜଳ ଏବଂ ପାନୀୟ ଯୋଗାଉବାରେ ସାହାଯ୍ୟ କରିବ। ସବୁଠାରୁ ଛୋଟ ମୂଷା କହିଲା ସେ ସମସ୍ତଙ୍କ ପାଇଁ ଖେଳ ବ୍ୟବସ୍ଥା କରିବ। ପଶୁମାନେ ଗଛ ନିକଟରେ ଏକ ସ୍ଥାନ ଚୟନ କରିଲେ। ହାତୀ ଅପାର ପରିଶ୍ରମରେ ତମାଲ ଗଛ ତଳେ ଜଗା ପକାଇଲା। ମାଘ ପତ୍ର ସମସ୍ତଙ୍କ ପାଇଁ ମୁହିଁ ଖାଦ୍ୟ ତିଆରି କଲା। ନିଆଳ ଗୀତ ଗାଇଲା ଯାହାକି ସବୁମାନଙ୍କ ହୃଦୟରେ ଖୁସି ଏବଂ ଆନନ୍ଦ ଭରିଦେଲା। ଯେତେବେଳେ ସମସ୍ତେ ଖାଇ ଚାଲିଲେ ଓ ଖେଳିଲେ ସେମାନେ ମନେ କଲେ ଜଣେ ମଧ୍ୟ ଅନ୍ୟର ଦ୍ୱାରା ସାହାଯ୍ୟ କରିବା ଯେତେ ମଧୁର ଆନନ୍ଦ ଆଉ କିଛି ନାହିଁ। ସେହିଥିରୁ ପଶୁମାନେ ପ୍ରତିବାଦ କଲେ ଯେ ଆପସର ସମ୍ପର୍କକୁ ଜଗାଇ ରଖିବା ଜୀବନର ସବୁଠାରୁ ମହତ୍ୱପୂର୍ଣ୍ଣ ନୀତି। କେତେଦିନ ଧରି ଜଙ୍ଗଲରେ ଏକ ବାଘ ଆଉ ଏକ ହରିଣ ଥିଲେ। ସାଧାରଣତଃ ବାଘ ହରିଣକୁ ଶିକାର କରି ଖାଇଥାଏ, କିନ୍ତୁ ଏ ଦୁଇ ଜଣ ଏକ ଆଶ୍ଚର୍ଯ୍ୟଜନକ ମିତ୍ରତା ଗଢ଼ି ରଖିଥିଲେ। ତାଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ଗଢ଼ି ଉଠିଲା ଓ ସେମାନେ ନିଜ ଜୀବନକୁ ଶାନ୍ତିରେ ଜୀବନ ଯାପନ କରୁଥିଲେ। ବାଘ ଦୃଢ଼ ଓ ଶକ୍ତିଶାଳୀ ଥିଲା, ଯେଉଁଥିପାଇଁ ହରିଣ ତାର ରକ୍ଷା କରିପାରୁଥିଲା। ହରିଣ ସ୍ୱଭାବରେ ଶାନ୍ତଶିଷ୍ଟ ଓ ଦୟାଳୁ ଥିଲା, ଯାହାକୁ ବାଘ ବହୁତ ପସନ୍ଦ କରୁଥିଲା। ସେମାନେ ଜଙ୍ଗଲରେ ଏକାଠି ଖେଳୁଥିଲେ, ଫଳ ଖାଇଥିଲେ ଏବଂ ଅନ୍ୟାନ୍ୟ ପଶୁଙ୍କ ସହ ମିଳିଥିଲେ। ଗୋଟିଏ ଦିନ ଜଙ୍ଗଲରେ ଏକ ବଡ଼ ବିପଦ ଆସିଲା। ଗଭୀର ଜଙ୍ଗଲରୁ ଆସିଥିବା ଏକ ହତ୍ୟାରା ବାଘ ସବୁ ପଶୁଙ୍କୁ ଭୟଭୀତ କରି ଚାଲିଲା। ସେହି ନୂଆ ବାଘ ହରିଣକୁ ନିଜ ଶିକାର ପାଇଁ ଯୋଜନା କରିଥିଲା। ହରିଣ ଭୟଭୀତ ହୋଇ ବାଘ ବନ୍ଧୁ ପାଖକୁ ଗଲା। ମୁଁ ଏହାର ସମାଧାନ କରିଦେବି, ବାଘ କହିଲା। ସେ ଆପଣଙ୍କ ଶକ୍ତିର ଜୋରେ ହତ୍ୟାରା ବାଘକୁ ଅଭିମୁଖୀ ହେଲା। ଦୁଇ ବାଘ ମଧ୍ୟରେ ଭୟଙ୍କର ଯୁଦ୍ଧ ହେଲା। ଏଥିରେ ମିତ୍ରତାର ବାଘ ଜିତିଲା ଏବଂ ହରିଣ ଆଉ ସମସ୍ତ ଜଙ୍ଗଲ ଭୟରୁ ମୁକ୍ତ ହେଲା। ଏହାପରେ ଜଙ୍ଗଲର ପଶୁମାନେ ବାଘ ଏବଂ ହରିଣଙ୍କ ମିତ୍ରତାକୁ ମନେ ରଖିଲେ ଏବଂ ସେମାନଙ୍କୁ ସମ୍ବାଧନ କରିବାକୁ ଶିଖିଲେ। ଏହା ମିତ୍ରତା, ନିଷ୍ଠା ଏବଂ ସାହସର ଉଦାହରଣ ହୋଇ ରହିଲା। ଶିକ୍ଷା ମିତ୍ରତା ସବୁଠାରୁ ବଢ଼ିଆ ଶକ୍ତି ଓ ସମ୍ପଦ।